व्यक्तं येन चराचरं तत्पदं दर्शितं येन तस्मै श्रीगुरवे नमः। कृष्णाय वासुदेवाय हरये परमात्मने प्रणतक्लेशनाशाय गोविन्दाय नमो नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। जगन्नाथाय ते नमः। परम पूज्य परमाराध्य श्री गुरुदेव पदारविंदरे मोर अनंत कोटि प्रणाम। तत्सहित आज पवित्र सत्संग सभारे उपस्थित थिबा समस्त गुरु प्रेमी भगवत प्रेमी श्रद्धालु भाई भन मानक भगवत स्वरूप प्रणाम। तो जो पवित्र सत्संग सभा एथिरे बोध हुए प्राय गुरु भाई माने उपस्थित रही आउ दीक्षा ग्रहण न करथिबा भाई माने किछि थिबे। आपण माने भाई भौणी मान ठारू गुरु संबंध रे तत्व संबंध रे भगवान का संबंध रे बहुत कथा सुनिले। आमे समस्ते दीक्षा ग्रहण करिचे अथवा किए दीक्षा ग्रहण करि नाहंती। दीक्षा ग्रहण करी ताको जदि ठीक भाव रे सदुपयोग करि नाही तेबे दीक्षा ग्रहण न करिथिबा एवं आमे दीक्षा ग्रहण करिथिबा भाई भौणी मध्य कौनसी पार्थक्य रहिबो नाही। केवल आश्रित हेचे गुरुंकर आश्रित हेचे। किंतु गुरुदेव हमको जो अमृत तत्व अमूल्य तत्व देइछन्ति तो ताको सेवन कले ताको व्यवहार रे लगेले अमरत्व मिलिबो। किंतु यदि ठीक भाव रे हमें सदुपयोग करिबा नाही तबे कौन से लाभ नाही। सदुपयोग कौन नित्य निरंतर ताको स्मरण करिबा ये होची सदुपयोग। दीक्षा ग्रहण करिचे किंतु ताको ठीक भाव रे हमें व्यवहार करू नाही। केवल प्रायतः गुरु भाई माने अछंती आमे ये प्रवचन सभा नहीं अथवा मनोरंजन सभा नहीं, ये सत्संग ये आलोचना मनुष्य जीवन जो सार्थकता ये दुर्लभ नर कलेवर नरक निस्तारण द्वार ये मनुष्य जन्म ये साधारण जन्म नुह। ये विशेष भाव रे भगवान कृपा ही मिली। अन्य पशु पक्षी कीट पतंग शरीर भली आमे साधारण भाव रे ग्रहण करबा नाही। 84 लक्ष आपण माने सुनिले 84 लक्ष जनी बुली 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 कृपा वशतः भगवान आमके मनुष्य जन्म देइछन्ति। तेनाकु सदुपयोग करबा नित्य निरंतर स्मरण करबा। जो माने मैं दीक्षा ग्रहण करिछि आ जो माने दीक्षा ग्रहण करि नाहंती आपण माने सत्संग करंतु। यदि यह उपलब्धि हो गला ये अमृत तत्व
ଉପଲବ୍ଧି ହେଇଗଲା ତେବେ ଏ ଜୀବନର ସବୁଠୁ ବଡ଼ ସାର୍ଥକତା। କେବଳ ଟିକେଟ ଆମେ କରିଦେଲେ ଟ୍ରେନରେ ଯିବା ପାଇଁ ଯଦି ଠିକ ସମୟରେ ନ ପହଞ୍ଚି ପାରିବା, ଟ୍ରେନରେ ଯଦି ନ ବସିବା, ତାହେଲେ ଟ୍ରେନ ଚାଲିଯିବ, ଆମେ ଯୋଉଠି ସେଇଠି ରହିଯିବା। ଏକଥା ଉଦାହରଣ ଦେବାର ତାତ୍ପର୍ଯ୍ୟ ହେଲା, ବେଳେବେଳେ ଆମେ ଏହାକୁ ଭୁଲ ଭାବରେ ବ୍ୟବହାର କରୁଥାଉ ଏଇ ତତ୍ତ୍ୱକୁ, ଯେ ତତ୍ତ୍ୱକୁ ସ୍ମରଣ କରିବା କଣ ମ, ସେ ତ ଆପେ ଆପେ ଚାଲିଛି, ସେ ଆପେ ଆପେ ଚାଲିଛି ଚାଲିଥିବ, ଆମେ ତାକୁ ଆଉ ସ୍ମରଣ କରିବା କଣ? ଚାଲିଛି, ସେ ଚାଲିଥିବ, ଠିକ କଥା, କିନ୍ତୁ ଆମେ ଯିଏ ଯୋଉଠି ସେଇଠି ରହିଯିବା। ଯେମିତି ଟିକେଟ କଲେ ଟ୍ରେନରେ ଚଢିବା ପାଇଁ, ଯିବା ପାଇଁ, କିନ୍ତୁ ଯଦି ଠିକ ସମୟରେ ପହଞ୍ଚି ନ ପାରିଲେ, ଟ୍ରେନରେ ବସି ନ ପାରିଲେ, ତାହେଲେ ଟିକେଟ କରିବାର କୌଣସି ମୂଲ୍ୟ ରହିଲାନି, ଟ୍ରେନ ସେ ଆପେ ଆପେ ଚାଲିଯିବ। ତେଣୁ ଟ୍ରେନରେ ବସିବାର ତାତ୍ପର୍ଯ୍ୟ ହେଲା, ଯୋଉ ନାମ ଆମକୁ ଗୁରୁଦେବ ଦେଇଛନ୍ତି, ତ ତା ସହିତ ନିତ୍ୟ ନିରନ୍ତର ଯୁକ୍ତ ହବା, ଠିକ ସମୟରେ ଦେଖି ଆମେ କାର୍ଯ୍ୟ କରିବା। କେବଳ ଖାଇବା ପିଇବାରେ ଆମେ ବ୍ୟବହାର କରୁଛେ, ସଂକେତରେ କହୁଛି ତ ସମସ୍ତେ ଗୁରୁ ଭାଇ ମାନେ ବୁଝିପାରୁଥିବେ ଆମକୁ ଯୋଉ ତତ୍ତ୍ୱ ଦେଇଛନ୍ତି ଗୁରୁଦେବ। କେବଳ ଖାଇବା ପିଇବାରେ ଯଦି ବ୍ୟବହାର କରୁଛେ, ତାହେଲେ ତାହା ସଦୁପଯୋଗ ନୁହେଁ। ସିଏ ଠାକୁରଙ୍କର ନାମ, ପରମ ତତ୍ତ୍ୱ। ତେଣୁ କେବଳ ଖାଇବା ପିଇବା ବସିବା ଉଠିବାରେ ଏହାକୁ ବ୍ୟବହାର କଲେ ହବନି। ଏହାକୁ ସବୁଠୁ ଅମୂଲ୍ୟ ତତ୍ତ୍ୱ, ପରମ ତତ୍ତ୍ୱ, ଏଇ ଜୀବନର ଲକ୍ଷ୍ୟ, ଏ ଭାବରେ ସ୍ମରଣ କରିବାକୁ ପଡ଼ିବ। ହଁ, ଟିକେଟ କଲା ପରେ ଆମେ ଟ୍ରେନରେ ବସୁଛେ, ବେଳେ ବେଳେ ଆମକୁ ଷ୍ଟେସନ ମାନଙ୍କରେ ଖାଇବା ପାଇଁ ବା ପାଣି ପିଇବା ପାଇଁ ଛୁଟି ଦିଆଯାଏ। ଷ୍ଟେସନରେ ଆମେ ଓହ୍ଲଉ ଟ୍ରେନରୁ, କିନ୍ତୁ ଯଦି କେବଳ ଖାଇବା ପିଇବାରେ ଆମେ ଭୁଲି ଯାଉ, ଟ୍ରେନ ଉପରେ ଆମର ଲକ୍ଷ୍ୟ ନଥାଏ, ଟ୍ରେନ ବି ପଳେଇବ। ତେଣୁ ତାତ୍ପର୍ଯ୍ୟ ହେଲା, ଯାହା ବି ଆମେ କରିବା, ଖାଇବା ପିଇବା ବସିବା ଉଠିବା ବୁଲିବା ଯାହା ବି କାମ କରିବା, ସବୁବେଳେ ଆମର ଲକ୍ଷ୍ୟ ରହିବ ସ୍ମରଣ କରୁଥିବା ସେ ପ୍ରଭୁଙ୍କ ଠାରେ, ଈଶ୍ୱରଙ୍କ ଠାରେ, ଇଷ୍ଟଙ୍କ ଠାରେ ସ୍ମରଣ ଥିବ। କେବଳ ଖାଇବା ପିଇବା ବସିବା ଉଠିବାରେ ଲକ୍ଷ୍ୟ ରହିଲେ ଆମେ ଯୋଉଠି ସେଇଠି ରହିଯିବା। ସେ ତତ୍ତ୍ୱ ତା ବାଟରେ ଚାଲୁଥିବ, ତାକୁ କେହି ଅଟକେଇ ପାରିବେନି, ତାର ନିର୍ଦ୍ଧାରିତ ସମୟରେ ସେ ଆପେ ଆପେ ଚାଲିଥିବ। କିନ୍ତୁ ଆମେ ଆମର ତ କାମ କରିବା, ନିତ୍ୟ ନିରନ୍ତର ସ୍ମରଣ କରିବା। ଆପଣମାନେ କହିବେ କାହିଁକି ସ୍ମରଣ କରିବା? ଏଥର ଯୋଉମାନେ ଦୀକ୍ଷା ଗ୍ରହଣ କରିନାହାନ୍ତି, ସେମାନଙ୍କ ମନରେ ପ୍ରଶ୍ନ ବି ଆସିବ, କାହିଁକି ଠାକୁରଙ୍କ ନାମ ସ୍ମରଣ କରିବା, କଣ ଲାଭ ହବ? ହଁ, ଯେତେ ବିପତ୍ତି ଅଛି, ଆମେ ଯୋଉ ବିପତ୍ତିରୁ ନିଜକୁ ରକ୍ଷା କରିବା ପାଇଁ କେତେ ଧନ ସମ୍ପତ୍ତି ରୋଜଗାର କରୁଛେ, ବ୍ୟବସାୟ କରୁଛେ, କେତେ ପ୍ରକାର ଚେଷ୍ଟା କରୁଛେ, ତଥାପି ବିପତ୍ତିରୁ ଆମେ ମୁକୁଳି ପାରୁନାହିଁ, ଶାନ୍ତି ମିଳୁନାହିଁ ଜୀବନରେ। ଯଦି ଜଣଙ୍କ ପରେ ଜଣେ ଆମେ ସମସ୍ତଙ୍କୁ ପଚାରିବା, ନିଜକୁ ନିଜେ ପଚାରିବା, ଭାଇ ଆପଣ ତ ଏତେ ବୟସ ହେଲାଣି, ଶାନ୍ତି ମିଳୁଛି, ଆନନ୍ଦ ମିଳୁଛି? ନା, ଶାନ୍ତି ନାହିଁ, ଆନନ୍ଦ ନାହିଁ। ବାସ୍ତବିକ କଥା, ଇଏ ଦୁଃଖାଳୟ। ତ ସମସ୍ତ ବିପତ୍ତିରୁ ଆମେ ଉଦ୍ଧାର ପାଇଯିବା। ପ୍ରମାଣ କଣ? ହନୁମାନଙ୍କୁ ଭଗବାନ ଶ୍ରୀରାମ ପଚାରିଲେ, ହନୁମାନ ତୁମେ ଲଙ୍କାରେ ଯେବେ ଦହନ କଲ ଏବଂ ତୁମକୁ ବାନ୍ଧିକି ନେଇଗଲେ, ତୁମେ ବହୁତ
ବିପଦରେ ବିପତ୍ତିର ସମ୍ମୁଖୀନ ହେଇଥିବ। ହନୁମାନ କହିଲେ ନାଇଁ ପ୍ରଭୁ, ମୁଁ କୌଣସି ବିପତ୍ତିର ସମ୍ମୁଖୀନ ହେଇନି। ବିପତ୍ତି କଣ? କହ ହନୁମନ୍ତ ବିପତ୍ତି ପ୍ରଭୁ ସୋଇ, ଜବ ତବ ସୁମିରନ ଭଜନ ନ ହୋଇ। ହନୁମାନ ଭଗବାନ କହୁଛନ୍ତି ପ୍ରଭୁ এই ବିପତ୍ତି ନୁହେଁ, ପ୍ରକୃତରେ ବିପତ୍ତି ହଉଛି ଯେବେ ତୁମକୁ ବା ତୁମର ସ୍ମରଣ ନ ହୁଏ, ତୁମର ଭଜନ ନ ହୁଏ, ପ୍ରଭୁଙ୍କର ସ୍ମରଣ ନ ହେବା ହିଁ ସବୁଠୁ ବଡ଼ ବିପତ୍ତି। ଯିଏ ପ୍ରଭୁଙ୍କର ସ୍ମରଣ କରିବ ନିତ୍ୟ ନିରନ୍ତର, ତା ଜୀବନ ଖୁବ୍ ସୁନ୍ଦର ହେଇଯିବ। ସମସ୍ତ ବିପତ୍ତିରୁ ସମସ୍ତ ଦୁଃଖରୁ ସେ ଉଦ୍ଧାର ପାଇଯିବ। କାଶୀରେ ଜଣେ ପଣ୍ଡିତ ଥିଲେ, ସତ୍ୟବ୍ରତ, ଭଗବାନ ଶିବଙ୍କର ଭକ୍ତ, ପରମ ଭକ୍ତ ସବୁ ଥିଲା, କିନ୍ତୁ ଗୋଟିଏ ଜିନିଷ ଅଭାବ ଥିଲା, ତାହା ହଉଛି କୌଣସି ପୁତ୍ର ନଥିଲେ, ପୁତ୍ର ସନ୍ତାନ ନଥିଲେ। ତ ଭଗବାନ ଶିବ ଥରେ ପ୍ରସନ୍ନ ହେଲେ, ଦର୍ଶନ ଦେଲେ, କହିଲେ କଣ ମାଗୁଛ, କଣ ଚାହୁଁଛ ମତେ ପ୍ରକାଶ କର। ସେ କହିଲେ ପ୍ରଭୁ ମୋର ସବୁ ଅଛି, କେବଳ ଗୋଟିଏ ଜିନିଷ ଅଭାବ ଅଛି, ଯେ ମୋର କୌଣସି ପୁତ୍ର ନାହିଁ। ଭଗବାନ କହିଲେ ଠିକ ଅଛି, ତୁମ ପୁତ୍ର ଦେବି, ଦିଆଯିବ। କି ପ୍ରକାର ପୁତ୍ର ଚାହୁଁଛ? କୁପୁତ୍ର ନା ସୁପୁତ୍ର? ତ ପଣ୍ଡିତ ଜଣକ କହିଲେ ପ୍ରଭୁ ଏହା ଭିତରେ ପାର୍ଥକ୍ୟ କଣ କୁହନ୍ତୁ, ତାପରେ ମୁଁ ମାଗିବି। ଶିବ କହିଲେ ଯେ ସୁପୁତ୍ର ଯଦି ନବ ତେବେ ଆୟୁ କମ, ମାତ୍ର 5 ବର୍ଷ, ଆଉ କୁପୁତ୍ର ଯଦି ପାଇବ ତାହେଲେ ଦୀର୍ଘ ଆୟୁ। ତ ବ୍ରାହ୍ମଣ ଜଣକ, ପଣ୍ଡିତ ବ୍ରାହ୍ମଣ ଜଣକ ବିଚାର କଲେ, ଯଦି କୁପୁତ୍ର ମାଗୁଛି ତେବେ ଜୀବନ ସାରା ମତେ ଦୁଃଖ ହିଁ ଭୋଗିବାକୁ ପଡିବ। କାହିଁକି ନା ସେ କୁକର୍ମ କରିବ, ଅନ୍ୟାୟ କରିବ, ଅତ୍ୟାଚାର କରିବ, ତ ସେ ଦୁଃଖ ଭୋଗିବ, ମୁଁ ବି ଦୁଃଖ ଭୋଗିବି। ବରଂ ସୁପୁତ୍ର ମାଗିଲେ ଅଳ୍ପ ସମୟ ପାଇଁ ହଉ ପଛେ ଆନନ୍ଦ ମିଳିବ। କହିଲେ ମତେ ସୁପୁତ୍ରଟିଏ ଦିଅନ୍ତୁ। 1 ବର୍ଷ ପରେ ଭଗବାନ ଶିବଙ୍କର କୃପାରୁ ଗୋଟେ ସୁପୁତ୍ର ମିଳିଲା, କିନ୍ତୁ ଆୟୁ ହଉଛି ମାତ୍ର 5 ବର୍ଷ। ତ ସୁଖ ଯେତିକି ଦୁଃଖ ବି ସେତିକି। ପୁଅ ହେଲା ତ ସୁଖ, କିନ୍ତୁ ମାତ୍ର 5 ବର୍ଷ, ଆଉ 5 ବର୍ଷ ପରେ ଚାଲିଯିବ, ତେଣୁ ଦୁଃଖ, ହସ ଏବଂ କାନ୍ଦ, ୟାରି ଭିତରେ 4 ବର୍ଷ ବିତିଗଲା। ଦୁଇଟି ଯାକ ସୁଖ ଏବଂ ଦୁଃଖ। ତ 5ମ ବର୍ଷ ଯେତେବେଳେ ଆସିଲା, ବ୍ରାହ୍ମଣଙ୍କୁ ବହୁତ ଚିନ୍ତା ହେଲା, ଏବେ କଣ କରିବି, ଗୋଟିଏ ମାତ୍ର ବର୍ଷ ପୁଅର ମୃତ୍ୟୁ ହବ। ମୋ ଦୁଃଖ କିଏ ବୁଝିବ, କାହାକୁ ବା କହିବି? ଏ ଜଗତରେ କେହି ଦୁଃଖ ବୁଝିବା ବାଲା ନାହାନ୍ତି। ସମସ୍ତେ ତ ନିଜେ ନିଜେ ଦୁଃଖୀ, ସେ କିଏ କାହା ଦୁଃଖ ବୁଝିବ? ଏ ଦୁଃଖାଳୟମ୍ ଅଶାଶ୍ୱତମ୍। କହିଲେ ସାଧୁ ସନ୍ଥ କିଏ ଅଛନ୍ତି, ତ ତାଙ୍କରି ଆଶ୍ରୟରେ ସେ ତ କିଛି ଉପାୟ ବତେଇବେ। ତ ସନ୍ଥଙ୍କର ଆଶ୍ରୟ ନେଲେ, ପଚାରିଲେ ଯେ ଯାହାର ଆୟୁ ମାତ୍ର 5 ବର୍ଷ, ତ ତାର ଆୟୁ ବଢିବ କେମିତି? ଜଣେ ସନ୍ଥ କହିଲେ ଚତ୍ୱାରି ତସ୍ୟ ବର୍ଧନ ଆୟୁର୍ ପ୍ରଜ୍ଞା ଯଶୋର୍ ବଳମ୍। ଅର୍ଥାତ୍ 4ଟି ଜିନିଷ ବୃଦ୍ଧି ହୁଏ। କଣ କଣ? ନା ଆୟୁ, ପ୍ରଜ୍ଞା ମାନେ ବୁଦ୍ଧି, ଯଶ ଆଉ ବଳ। କେତେବେଳେ? ଯିଏ ବା ଯେତେବେଳେ ଜଣେ ବୃଦ୍ଧ ଗୁରୁଜନ ତାଙ୍କୁ ପ୍ରଣାମ କରେ, ତାଙ୍କର ସେବା କରେ, ତାଙ୍କୁ ପ୍ରଣାମ କରେ, ପ୍ରଣାମ କରିବା ଦ୍ୱାରା, ଆଶୀର୍ବାଦ ଦ୍ୱାରା 4ଟି ଜିନିଷ ବୃଦ୍ଧି ହବ। ଆୟୁ, ପ୍ରଜ୍ଞା, ଯଶ ଏବଂ
ବଳ। ତେଣୁ ତୁମେ ସମସ୍ତଙ୍କୁ ପ୍ରଣାମ କରାଅ। ଯେତେ ବଡ଼ ଗୁରୁ ଗୁରୁଜନ ସାଧୁ ସନ୍ଥ ମହାତ୍ମା ସମସ୍ତଙ୍କୁ ପ୍ରଣାମ କରାଅ ତୁମ ପୁଅକୁ, ତାପରେ ତାର ଆୟୁ ବଢ଼ିବ। ତ ବ୍ରାହ୍ମଣ ତାଙ୍କୁ ଗୋଟିଏ ଲୁଗାଟିଏ ପିନ୍ଧେଇ ଦିଅନ୍ତି, ଚିତା ତଳ କରିଦିଅନ୍ତି, ସୁନ୍ଦର ବେଶ। ଯେତେ ସାଧୁ ସନ୍ଥ ମହାତ୍ମା ବୈରାଗୀ ଅନୁରାଗୀ ସନ୍ନ୍ୟାସୀ ତ ସମସ୍ତଙ୍କୁ ଦେଖିଲେ ତୁ ପ୍ରଣାମ କରେ, ପ୍ରଣାମ କରେ। ତ ପ୍ରଣାମ କରନ୍ତି। ଏମିତି ପ୍ରଣାମ କରୁ କରୁ ସମୟ ଗଡ଼ି ଚାଲିଲା। ଆଉ ମାତ୍ର 4 ଦିନ ରହିଲା। ତ ଗୋଟିଏ ଥର ସପ୍ତ ଋଷି ଆସୁଥିଲେ, ତାଙ୍କୁ ପ୍ରଣାମ କଲା। ପ୍ରଣାମ କଲା ପରେ ସପ୍ତ ଋଷି ଆଶୀର୍ବାଦ ଦେଇଦେଲେ, ଚିରଞ୍ଜୀବୀ ଭବ, ଚିରଞ୍ଜୀବୀ ଭବ। ଅନ୍ୟ ସମସ୍ତେ ବି ଆଶୀର୍ବାଦ ଦିଅନ୍ତି। ତ ମନେ ମନେ ବ୍ରାହ୍ମଣ ଦେବତା ହସିଲେ, କହିଲା ମାତ୍ର 4 ଦିନ ଅଛି ଆର ଆୟୁ, ଆପଣ ଚିରଞ୍ଜୀବୀ ଭବ ଆଶୀର୍ବାଦ ଦେଲେ। ସପ୍ତର୍ଷି କହିଲେ 4 ଦିନ ଆୟୁ କିପରି? କହିଲେ ହଁ, ଭଗବାନ ଶିବ ଏହାକୁ ମୋଟରେ 5 ବର୍ଷ ଆୟୁ ଦେଇଥିଲେ, ତେଣୁ ସେଥିରେ ଆଉ 4 ଦିନ ବାକି ରହିଛି। ତ ସପ୍ତର୍ଷି କହିଲେ ଆମର ବାକ୍ ପବିତ୍ରତା, ବାକ୍ ଶୁଦ୍ଧତା ରହିଛି, ଆମ କଥା କେବେ ତ ମିଛ ହବନି, ଆମ ପାଟିରୁ ବାହାରିଛି। ଶଙ୍କରଙ୍କ କଥା ବି କେବେ ତ ମିଛ ହବନି। ତାହେଲେ ସମାଧାନ କଣ? ଏ ବଡ଼ ସମସ୍ୟାରେ ଆମେ ପଡ଼ିଲେ। ଶଙ୍କରଙ୍କ ଭଗବାନ ଶିବଙ୍କର କଥା ଅନୁସାରେ ମାତ୍ର 4 ଦିନ ଆୟୁ, କିନ୍ତୁ ଆମ ପାଟିରୁ ବାହାରି ପଡ଼ିଲା ଚିରଞ୍ଜୀବୀ ଭବ। କହିଲେ ଠିକ ଅଛି, ସେ ପିଲାକୁ ଆମକୁ ଦେଇଦିଅ। ବ୍ରାହ୍ମଣ କହିଲେ ଠିକ ଅଛି, ଆଉ 4 ଦିନ ଯାହାର ଆୟୁ, ଆଉ କଣ କରିବେ, ଆପଣ ନେଇଯାଆନ୍ତୁ। ତ ସପ୍ତର୍ଷି ତାଙ୍କୁ ନେଇକି ସିଧା ବ୍ରହ୍ମାଙ୍କ ନିକଟକୁ ଗଲେ। ବ୍ରହ୍ମାଙ୍କୁ ପ୍ରଣାମ କଲେ ଏବଂ ଏ ପିଲାଟିକୁ କହିଲେ ତୁ ବି ପ୍ରଣାମ କର। ତ ବ୍ରହ୍ମା ସମସ୍ତଙ୍କୁ ଆଶୀର୍ବାଦ ଦେଲେ। ପିଲାଟି ଯେତେବେଳେ ପ୍ରଣାମ କଲା, ବ୍ରହ୍ମା ଖୁସିରେ କହିଲେ ଚିରଞ୍ଜୀବୀ ଭବ। ତ ସପ୍ତର୍ଷି କହିଲେ ଆମ ଦଶା ବି ଆପଣଙ୍କର, ଆମ ସମସ୍ତଙ୍କର ସମଦଶା। ବ୍ରହ୍ମା ହସିଲେ, କହିଲେ ସମସ୍ତଙ୍କର ସମଦଶା କଣ? କହିଲେ ଆମେ ଏହାକୁ ତ ଆଶୀର୍ବାଦ ଦେଇକି ବଡ଼ ଆମେ ଫସି ଯାଇଛୁ, ସମସ୍ୟାରେ ପଡ଼ିଯାଇଛୁ, ଆପଣ ବି ଆଶୀର୍ବାଦ ଦେଇଦେଲେ। କହିଲେ କଣ ଆଶୀର୍ବାଦ ଦେଲେ? କହିଲେ ଏହାକୁ ଭଗବାନ ଶିବ ମାତ୍ର 5 ବର୍ଷ ଆୟୁ ଦେଇଥିଲେ, ସେଥିରୁ ସବୁ ଶେଷ ହେଲାଣି, ଆଉ ମାତ୍ର 4 ଦିନ ଅଛି, ତା ଭିତରେ 1 ଦିନ ବି ସରିଲାଣି, 3 ଦିନ ଅଛି, ଆପଣ ଆମକୁ ଚିରଞ୍ଜୀବୀ ଆଶୀର୍ବାଦ ଦେଇଦେଲେ। ତ ବ୍ରହ୍ମା ସେ ଗଳାରେ ପଡ଼ିଗଲେ, ବଡ଼ ଅସୁବିଧା ହେଲା। ଠିକ ଅଛି, ଏହାକୁ ଯିଏ ବର ଦେଇଛନ୍ତି ଚାଲ ତାଙ୍କ ପାଖକୁ ଆମେ ଯିବା। ଶିବଙ୍କ ପାଖରେ ଯାଇକି ପହଞ୍ଚିଲେ ବ୍ରହ୍ମା, ସପ୍ତର୍ଷି ଏବଂ ଏ ବାଳକକୁ ନେଇକି। ତ ଶିବଙ୍କୁ ତ ପ୍ରଣାମ କଲେ, ପିଲାକୁ କହିଲେ ତୁ ବି ପ୍ରଣାମ କର। ଶିବ ବି ଆଶୀର୍ବାଦ ଦେଇଦେଲେ ଚିରଞ୍ଜୀବୀ ଭବ। ତ ବ୍ରହ୍ମା କହିଲେ ପ୍ରଭୁ ଆମ ସଭିଙ୍କ ସମଦଶା। କହିଲେ ସଭିଙ୍କ ସମଦଶା କଣ? କହିଲେ ଆମେ ଯୋଉ ସମସ୍ୟାର ସମ୍ମୁଖୀନ ହେଇଛୁ, ଆପଣ ବି ସେଇ ସମସ୍ୟା। କଣ ସମସ୍ୟା? ନା ଆପଣ ଏହାକୁ 5 ବର୍ଷର ଆୟୁ ଦେଇଥିଲେ, ଏବେ କହୁଛନ୍ତି ଚିରଞ୍ଜୀବୀ ହବ। ତ ଭଗବାନ ଶିବ ନିରୀକ୍ଷିକି ଦେଖିଲେ, କହିଲେ ହଁ ହଁ, ତ ପ୍ରକୃତରେ ଏହାକୁ 5 ବର୍ଷର ଆୟୁ ଦେଇଥିଲେ, ଏବେ ଆପଣ ହିଁ ନିଜେ ସମସ୍ୟାର ସମାଧାନ କରନ୍ତୁ। ଭଗବାନ ଶିବ କହିଲେ ଠିକ ଅଛି, ତମେ ସମସ୍ତେ ଯାଅ, ପିଲାଟି ମୋ ପାଖରେ ରହୁ। ରଖିଲେ। କୈଳାସରେ ଶିବଲିଙ୍ଗ ଥାଏ। ପୁଅ ତୁ ଏଇ ଶିବଲିଙ୍ଗକୁ ଜାବୁଡ଼ିକି ଧର, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ ସ୍ମରଣ କର। ସେ ସେୟା କଲା। ଭଗବାନଙ୍କର ନାମ, ଏ ଭଗବାନଙ୍କର ନାମ ସ୍ମରଣ ମହାବିପତ୍ତିରୁ ରକ୍ଷା କରେ, ମହାବିପତ୍ତିରୁ ଉଦ୍ଧାର କରେ। ଆମେ ଯୋଉ ଚେଷ୍ଟା କରୁଛେ ବିପତ୍ତି ରକ୍ଷା କରିବା ପାଇଁ, ତାର ସହଜ ସରଳ ଭଗବାନଙ୍କର ନାମ ନିତ୍ୟ ନିରନ୍ତର ସ୍ମରଣ କରିବା। ତାପରେ ଏହା ଭିତରେ 3 ଦିନ ପଡ଼ିଲାଣି, ଆଉ 1 ଦିନ ବାକି ଅଛି। 1 ଦିନ ପରେ ସ୍ୱୟଂ ଯମରାଜ ଗୋଟେ ସର୍ପ, କାଳ ସର୍ପ ହେଇକି ଆସିଲେ ଏବଂ ଭୟ ଦେଖେଇଲେ। ପିଲାଟି ଭୟଭୀତ ହେଲା ଏବଂ ଡାକ ଛାଡ଼ିଲା, ଭଗବାନ ଶିବଙ୍କୁ ପ୍ରଭୁ ରକ୍ଷା କରନ୍ତୁ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ।
जप कर जाबड़ी धरी था प्रभु रक्षा करंतु डाक पकेला तो भगवान आविर्भाव हेले शिव कहले ना तुम या दंशन कर नहीं पारबनी जमराज कहले प्रभु आपण ही सब विधान तो तैयारी करछन्ती पुनी आपण केमती निजे भांगिबे कहले कौन विधान तैयारी करछि कहले आको आपण ही 5 वर्ष आयु देछन्ती आ एबे कहछन चिरंजीव हबो केमती हबो कहले जो 5 वर्ष आयु देछन्ती मु देछि एटा कहा हिसाब रे तुम हिसाब रे ना मो हिसाब रे जमराज कहले प्रभु आपण हिसाब कोन बुझांतु ठीक से अनुसार मु हिसाब कर कहले देखो ये कली जुग द्वापर जुग त्रेता जुग और सत्य जुग चारोटी जाक जुग मिसिले गोटे चतुर्जुग एमती 71टा चतुर्जुग मिसिबा परे 71टा चतुर्जुग मिसिबा परे गोटे मनवंतर हुए चारिटा जुग को गोटे चतुर्जुग कहा जाए एवं 71टा चतुर्जुग रे गोटे मनवंतर हुए आ 14टा मनवंतर रे गोटे कल्प हुए एवं गोटे कल्परु आहुरी किछि वर्ष अधिक ये ब्रह्मांकर गोटे दिन हुए ब्रह्मांकर गोटे दिन हुए पुणी गोटे राति भी अच्छी तो शिवलोक रे ब्रह्मांकर गोटे दिन बा राति तार अधा अर्थात गोटे दिन राति ब्रह्मांकर गोटे राति हुई शिवंकर गोटे राति हुई ब्रह्मांकर गोटे दिन और राति शिवलोक रे गोटे दिन हुई बा गोटे राति हुई ए हिसाब रे तुम्हें हिसाब करो 5 वर्ष ये तुम हिसाब रे हिसाब हबनी हिसाब कर लगा तामाने 1,000,000 कहले 1,000,000 चतुर्जुग होची ब्रह्मांकर गोटे दिन सेमती गोटे राति आ शिवंकर ता गोटे दिन ए हिसाब रे 30 दिन गोटे मास पुणी 12 मास गोटे वर्ष हला पुणी 5 वर्ष हिसाब करो तो ये चिरंजीवी भगवान नाम स्मरण रे महाविपत्ति दूर हो जाए विपत्ति केवल नुह सब बड़ विपत्ति कौन मृत्यु जिते दुख जिते कष्ट सब बड़ विपत्ति महाविपत्ति हूँ मृत्यु मृत्यु रूपक विपत्ति भगवान नाम स्मरण रे उद्धार पाई जाए मनुष्य बाकी ये तो आम घर संसार ये तो साधारण विपत्ति आम उद्धार पाइबा केते प्रकार चेष्टा करुचे किंतु वास्तविक उपाय वास्तविक चेष्टा से भूली जाऊे से गोटे को भूली जाइए संसार लगी तेणु समस्त को अनुरोध करेंगे आम दीक्षा ग्रहण करें जो माने तो ये जो तत्व देते गुरुदेव ये सब अमृत कथा महामंत्र तो नित्य निरंतर स्मरण करवा केवल बसिकी नुहे केवल आखि बंद करके ध्यान करके स्मरण करवा से कथा नुहे ये खोला आखिर ध्यान उठ बस खाओ पियो काम कर जहाँ भी कर ये गुरुदेव गोटे सूत्र देते श्वास प्रश्वास सूत्र अजपा सूत्र श्वास प्रश्वास को लक्ष्य रखी बस तार ऊपर नित्य निरंतर स्मरण करवा आम ताकू स्मरण करू नहीं केवल खाइबा पीबा ही व्यवहार करुचे तो ना आमको उपकार मिलूची ना आमर पिला माने जो माने से माने भी उपकृत होचंती तमे केते बड़ अमृत कथाटा को आमे ताकू हरै दोची तो ये कहिबार विषय केवल नुहे जे आपण माने सुनिले बस सरला नहीं ये अत्यंत
अनुभवर विषय, ये हृदयंगम करिवार विषय, ये साधारण कथा नहीं, ये बहुत महत्वपूर्ण विषय। किंतु सेतेबेले महत्वपूर्ण हम जेतेबेले आमे प्रकृतरे ताकू व्यवहार करबा, ताकू हृदयंगम करबा, ख्यामख्याल भाव में खूब गुरुत्वर सहित। एवं सबुठ श्रेष्ठ कथा है ईश्वरंकर नाम, एथिपाई घर छाड़िबा को पड़िबनी। जोठी जो घरे जे रही जो आश्रम रे गृहस्थ आश्रम आपण माने समस्त गृहस्थ आश्रम रे अच्छे, गृहस्थ आश्रम रे हो जी जो जाति हो संप्रदाय हो जो व्यवसाय हो जो काम हो बस कौन सी को परित्याग करने को पड़िबनी कि छाड़िबा को पड़िबनी। सबु काम आमे करबा तारि भितरे नित्य निरंतर स्मरण कर चलिबा प्रभु को समर्पण सूत्र सुबुझ तो सर नहीं पचार आ महत्व देले है हम खाली सुनी देले बस हे जो नाही। आमे जेते दिन पर्यंत संसार को महत्व दोथिबा तो ए दिगरे आमे अग्रगति करि परबा नाही। महत्व दबा ई परमात्मा नाम गुरु तत्व को महत्व दबा, कर्तव्य कर्म करिबा किंतु महत्व दबा गुरु तत्व को। संसार ये अभिनय ये नाशबा केवल कर्तव्य ही करिबा किंतु असल महत्व दबा असल गुरुत्व दबा तत्व को भगवान को नाम नित्य निरंतर स्मरण करिबा अनुभव हवा को लागिबो जे सबु विपत्ति खूब सहज को विपत्ति भाया लगे सब विपद आपे 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 खूब सहज दूर हो। आसतु समय हो गलानी से प्रभुंकर नाम आम कीर्तन करवा गान करवा।